ଜୟ ଜଗନ୍ନାଥ। ଲୋକମାନେ ସେତେବେଳେ ଅଣଦେଖା କରନ୍ତି ଯେତେବେଳେ ତାଙ୍କୁ କେହି ଜଣେ ଭଲ ମିଳିଯାଇଥାଏ କିମ୍ବା ସେ ନିଜେ ଭଲ ବ୍ୟକ୍ତିଙ୍କ ସନ୍ଧାନରେ ଥାଏ। ଏତେ ବି କହନ୍ତୁ ନାହିଁ, ଲୋକମାନେ ଆପଣଙ୍କୁ ଚୁପ୍ ହେବାକୁ ଅପେକ୍ଷା କରିଥିବେ। ଅଳ୍ପ କଥା କହି ଚୁପ୍ ହୋଇଯାଆନ୍ତୁ, ଦେଖିବେ ଆପଣଙ୍କ କଥାକୁ ଶୁଣିବାକୁ ବ୍ୟାକୁଳ ହେବେ। ଆପଣଙ୍କର ସୁନ୍ଦରତା ପାଇଁ ତ ଆପଣଙ୍କୁ ବହୁତ ପ୍ରେମ ମିଳିଯିବ, କିନ୍ତୁ ଜୀବନରେ ସ୍ଥାନ ତାକୁ ଦିଅନ୍ତୁ ଯିଏ ଆପଣଙ୍କ ଦୁର୍ବଳତାକୁ ଜାଣି ମଧ୍ୟ କେବେ ଆପଣଙ୍କର ସାଙ୍ଗ ଛାଡ଼ନ୍ତି ନାହିଁ। ଆଜିକାଲି ବେଶୀ ଭଲ ହେବା ମଧ୍ୟ ଖରାପ ହୋଇଥାଏ। ଯିଏ ତୁମର ଦାୟିତ୍ୱ ନେଇଥାଏ ତାକୁ କେବେ ଅଣଦେଖା କରନ୍ତୁ ନାହିଁ, ନହେଲେ ଦିନ ଆସିବ ଯେ ସେ ତୁମ ଅନୁଭବ କରିବ ପଥର ଜମା କରୁ କରୁ ଗୋଟିଏ ହୀରାକୁ ହରେଇ ଦେଲି। ଜୀବନର ରାସ୍ତା କେବେ ବି ତିଆରି ହୋଇଥିବା ରାସ୍ତା ହୋଇନଥାଏ। ସେହି ରାସ୍ତା ନିଜକୁ ତିଆରି କରିବାକୁ ପଡ଼ିଥାଏ। ଆଉ ଯିଏ ଯେପରି ରାସ୍ତା ତିଆରି କରିଥାଏ ଆଉ ତାକୁ ସେହିପରି ଲକ୍ଷ୍ୟ ମିଳିଥାଏ। ଏକାନ୍ତ ସର୍ବଦା ଆପଣଙ୍କୁ ଏକ ମହତ୍ ବ୍ୟକ୍ତି ସହିତ ପରିଚିତ କରିବ। ଆଉ ବ୍ୟକ୍ତି ହେଉଛି ସ୍ୱୟଂ ଆପଣ। ଯେତେବେଳେ ମନ ଦୁଃଖ ହୋଇଯାଏ ସେତେବେଳେ ନିଜ ମନକୁ ପଚାରନ୍ତୁ, କେତେବେଳେ ଆଉ କେଉଁ ସମୟରେ ଦୁଃଖ ହେବା ଉଚିତ? ମନ କହିବ, ଲୋକମାନେ ମୋ ସହିତ ବହୁତ ଖରାପ କରୁଛନ୍ତି, ସେମାନଙ୍କୁ କ୍ଷମା ମାଗିବାକୁ ହେବ, ସେମାନଙ୍କୁ ବଦଳିବାକୁ ହେବ। ଏମିତି ହୋଇନଥିବ, କାହିଁକି ନା ତାଙ୍କୁ ଏହା ଲାଗିପାରେ ସେ କିଛି ଭୁଲ କରିନାହିଁ। ଦୁଃଖ ଲୋକମାନଙ୍କର ବ୍ୟବହାର ଦ୍ୱାରା ହୋଇନଥାଏ, ଆପଣଙ୍କର ଭାବନା ଦ୍ୱାରା ହୁଏ। ଏଣୁ ଆପଣଙ୍କର ଭାବନାକୁ ବଦଳାନ୍ତୁ, ଦୁଃଖ ଆପେ ଆପେ ସରିଯିବ। ପ୍ରଶଂସାର ଫୁଲ ତଳେ ସ୍ୱାର୍ଥର ନଦୀ ବହୁଥାଏ। ଦୁନିଆରେ କୌଣସି ବ୍ୟକ୍ତି ପଛେ ଲକ୍ଷେ କଥା ଜାଣିଥାଉ, ପୂରା ଜଗତକୁ ପଛେ ଜାଣିଥାଉ, କିନ୍ତୁ ଯଦି ସେ ନିଜକୁ ଜାଣିନାହିଁ ତେବେ ସେ ଅଜ୍ଞାନୀ ଅଟେ। ଯଦି ଆପଣଙ୍କୁ କେହି ପାଦରେ ଆଡ଼େଇ ଯାଉଛି କଦାପି ଖରାପ ଭାବନ୍ତୁ ନାହିଁ। ବାସ୍ତବରେ ସେ ଆପଣଙ୍କର ମହତ୍ତ୍ୱକୁ ଜାଣିନାହିଁ। ପରିଶ୍ରମ ଗୋଟିଏ ସୁନାର ଚାବି ଭଳି ହୋଇଥାଏ, ଯାହା ଗୋଟିଏ ବନ୍ଦ ଭବିଷ୍ୟତର କବାଟ ମଧ୍ୟ ଖୋଲି ଦେଇଥାଏ। ଯେଉଁ ସମ୍ପର୍କ ଆମକୁ ବଦଳାଇ ଦିଏ ତାଠାରୁ ଗଭୀର ସମ୍ପର୍କ ଆଉ ହୋଇନପାରେ, ଆଉ ଯେଉଁ ସମ୍ପର୍କ ଆମକୁ କାନ୍ଦିବା ଅବସ୍ଥାରେ ଛାଡ଼ିଦିଏ ତାଠାରୁ ଆଉ ଦୁର୍ବଳ ସମ୍ପର୍କ ଦୁନିଆରେ ଆଉ ନାହିଁ। ଅତୀତକୁ ମନେ ପକାଇ କେବେ କାନ୍ଦନ୍ତୁ ନାହିଁ। ଆଉ ଭବିଷ୍ୟତ ବିଷୟରେ ଭାବି କେବେ ଦୁଃଖୀ ହୁଅନ୍ତୁ ନାହିଁ, କାରଣ ତାହା ଏପର୍ଯ୍ୟନ୍ତ ଆସିନାହିଁ। ତେଣୁ ସର୍ବଦା ବର୍ତ୍ତମାନରେ ବଞ୍ଚନ୍ତୁ, ତାକୁ ଆହୁରି ସୁନ୍ଦର କରନ୍ତୁ। ସବୁବେଳେ ଶାନ୍ତ ରୁହନ୍ତୁ, ଯାହାଦ୍ୱାରା ଆପଣ ନିଜକୁ ବହୁତ ମଜବୁତ ପାଇପାରିବେ। କାହିଁକି ନା ଲୁହା ଥଣ୍ଡା ହେଲା ପରେ ହିଁ ମଜବୁତ ହୋଇଥାଏ, ଆଉ ଗରମ ଅବସ୍ଥାରେ ଥିଲାବେଳେ ତାକୁ କୌଣସି ଆକାରରେ ଗଢ଼ି ଦିଆଯାଏ। କୌଣସି ବିପତ୍ତି ସମୟରେ ଆପଣଙ୍କୁ ଏହି 7ଟି ଗୁଣ ବଞ୍ଚାଇବ। ଆପଣଙ୍କର ଜ୍ଞାନ, ବିନମ୍ରତା, ବୁଦ୍ଧି, ସାହସିକତା, ଆପଣଙ୍କର ଭଲ କର୍ମ ଆଉ ସତ କହିବାର ଅଭ୍ୟାସ, ଆଉ ଈଶ୍ୱରଙ୍କଠାରେ ବିଶ୍ୱାସ। ଆତ୍ମା ସବୁବେଳେ ଜାଣିଥାଏ କ'ଣ ଠିକ୍ ଆଉ କ'ଣ ଭୁଲ, କିନ୍ତୁ ମନୁଷ୍ୟ ସାମ୍ନାରେ ଏହା କଷ୍ଟ ହୋଇଥାଏ। ସେ ମନକୁ ବୁଝାଇ ପାରିବ ନାହିଁ। କଠିନ ସମୟରେ ମନୁଷ୍ୟ ଏକୁଟିଆ ହୋଇଯାଏ, କିନ୍ତୁ ଏହି କଠିନ ଅବସ୍ଥା ଯୋଗୁଁ ମନୁଷ୍ୟ ମଜବୁତ ହୋଇଥାଏ। ଯିଏ ଆପଣଙ୍କୁ ସମ୍ମାନ ଦେଉଛି ତାକୁ ସମ୍ମାନ ଦିଅନ୍ତୁ। ବାହାର ରୂପରଙ୍ଗ ଦେଖି ମୁଣ୍ଡ ନୁଆଁଇବା ଭୀରୁର ପରିଚୟ ହୋଇଥାଏ। ଆମେ ସାରା ଜୀବନ ଧନ ରୋଜଗାର ପାଇଁ ପରିଶ୍ରମ କରୁଛେ। ଧନ ଦ୍ୱାରା ଆମେ ଦରକାରୀ ବସ୍ତୁ କିଣିଥାଉ, ଧନ ଦ୍ୱାରା ଆମେ ଆରାମ କରିଥାଉ। ଯଦି ବିଭିନ୍ନ ବସ୍ତୁ ସହିତ ଯଦି ସମ୍ମାନ ଚାହୁଁଛ, ଖୁସି ସୁସ୍ଥ ଶରୀର ସମ୍ପର୍କ ଗଢ଼ିବାକୁ ଚାହୁଁଛ, ତେବେ ଧନଠାରୁ ଆଶୀର୍ବାଦ ଆବଶ୍ୟକ ରହିଛି। ଏ କଥା ମନେ ରଖିଥିବ, ଯେଉଁ ବ୍ୟକ୍ତି ଧନ ରୋଜଗାର କରୁଛି ଏହାର ଅର୍ଥ ଆଶୀର୍ବାଦ ମଧ୍ୟ ଜମା କରୁଛି। କିନ୍ତୁ ଯିଏ ଆଶୀର୍ବାଦ ପାଉଥିବ ସେ କ୍ଷମତାଠାରୁ ମଧ୍ୟ ଅଧିକ ଧନ ରୋଜଗାର କରୁଥିବ। ଅନ୍ୟଠାରୁ ସାହାଯ୍ୟ ମାଗିବା ଦ୍ୱାରା ମନୁଷ୍ୟ ଅସ୍ତିତ୍ୱ କମ୍ ହୋଇଯାଏ ନାହିଁ। ଯେପରି ସୂର୍ଯ୍ୟ ଉଦୟ ହେଲେ ଚନ୍ଦ୍ରମାର ଅସ୍ତିତ୍ୱ ହଜାଇ ଦେଇଥାଏ, ଠିକ୍ ସେହିପରି ମହାନ ସିଏ ହୋଇଥାଏ ଯିଏ ନିଜର ଶକ୍ତିରେ ଠିଆ ହୋଇଥାଏ। ଯେତେ ଯେତେ ଆୟୁଷ ବଢ଼ିବ ତୁମକୁ ଏହା ଅନୁଭବ ହେବ, ବ୍ୟର୍ଥରେ ସେହି ମନୁଷ୍ୟମାନଙ୍କୁ ମହତ୍ତ୍ୱ ଦେଉଥିଲ ଯେଉଁମାନଙ୍କର ତୁମ ଜୀବନରେ କୌଣସି ଅବଦାନ ହିଁ ନଥିଲା। ଚୋରି
ଚୁଗଲି କରିବା, ମିଛ କହିବା ଏହି ତିନୋଟି ଜିନିଷ ମନୁଷ୍ୟକୁ ବର୍ବାଦ କରିଦିଏ। ଯଦି ଜୀବନରେ ସତ୍ୟକୁ ଜାଣିବାର ଅଛି ତେବେ ନିଜକୁ ନିରୀକ୍ଷଣ କରିବାକୁ ପଡ଼ିବ। ଯଦି ତୁମ ମନରେ କାହାକୁ ଦୁଃଖ ଦେବାର ଭାବନା ଅଛି ତେବେ ତୁମେ ନିଜ ପାଇଁ ମଞ୍ଜି ବୁଣୁଛ। କାହିଁକି କାହାକୁ ଦୁଃଖ ଦେବାର ମଞ୍ଜି ତୁମ ମନରେ ଅଛି ତାହା ତୁମଠାରେ ପଡ଼ିବ। ଏହା ଅନ୍ୟ କାହାର ମନଭୂମିରେ ପଡ଼ିବ ନାହିଁ। ଯଦି ମଞ୍ଜି ତୁମ ଭିତରେ ଅଛି ତାହେଲେ ବୃକ୍ଷ ବି ତୁମ ଭିତରେ ହେବ ଆଉ ଫଳ ବି ତୁମେ ହିଁ ଭୋଗିବ। ବାସ୍ତବରେ ଭଗବାନ ତୁମ ଭିତରେ ହିଁ ଅଛନ୍ତି। ନିଜ ଭିତରେ ହଜିଯାଆନ୍ତୁ, ଦେଖିବେ ବହୁତ ଆନନ୍ଦ ମିଳିବ। ଯେତେବେଳେ ଖୁସିରେ ଅଛନ୍ତି ଭଗବାନଙ୍କୁ ଭୁଲନ୍ତୁ ନାହିଁ, ଆଉ ଦୁଃଖରେ ଅଛନ୍ତି ତେବେ ଭଗବାନଙ୍କୁ ବିଶ୍ୱାସ ରଖନ୍ତୁ। ଯଦି ଆପଣ ଦୁଃଖ ଉପରେ ସର୍ବଦା ଧ୍ୟାନ ରଖିବେ ତେବେ ସବୁବେଳେ ଦୁଃଖୀ ରହିବେ, ଆଉ ସୁଖ ଉପରେ ଧ୍ୟାନ ଦେଲେ ସବୁବେଳେ ସୁଖୀ ରହିବେ। ଦୁଃଖ ଓ ସୁଖ ତ ଗୋଟିଏ ମୁଦ୍ରାର ଦୁଇଟି ପାର୍ଶ୍ୱ। ଆପଣ ଯାହା ଉପରେ ଧ୍ୟାନ ଦେବେ ତାହା ସକ୍ରିୟ ହୋଇ ଉଠିବ, ତାହା ଆପଣଙ୍କ ଜୀବନରେ ପ୍ରବେଶ କରିବା ଆରମ୍ଭ କରିବ। ଏହା ହିଁ ପ୍ରକୃତିର ନିୟମ ଅଟେ। ଅର୍ଜୁନ ଗୋଟିଏ ନିର୍ଣ୍ଣୟ ନେଲେ, ମୋତେ କୃଷ୍ଣ ହିଁ ଦରକାର, ଆଉ ତାପରେ ସବୁ ନିର୍ଣ୍ଣୟ କୃଷ୍ଣ ହିଁ ନେଲେ। ଆପଣ ମଧ୍ୟ ଜୀବନରେ ଗୋଟିଏ ନିର୍ଣ୍ଣୟ ନିଅନ୍ତୁ, ଯାହା ବି ହେଉ ଆପଣଙ୍କୁ କୃଷ୍ଣ ହିଁ ବାଛନ୍ତୁ, ଆଉ ସବୁ ନିର୍ଣ୍ଣୟ କୃଷ୍ଣଙ୍କ ଉପରେ ଛାଡ଼ି ଦିଅନ୍ତୁ। କାହାକୁ କିଛି କହିବା ପୂର୍ବରୁ ଭାବି ନିଅନ୍ତୁ, ଯଦି ସେହି ଶବ୍ଦ କେହି ଆପଣଙ୍କୁ କହିବ କେମିତି ଲାଗିବ। ଏହି ଦୁନିଆ କେବଳ ନିଜ ସ୍ୱାର୍ଥର ମିତ୍ର ଅଟେ। ସେ କେବଳ ସେତିକି ମନେ ରଖିଥାଏ ଯେତିକି ତାର ସ୍ୱାର୍ଥ ଚାହିଁଥାଏ। ପବନରେ କୁହାଯାଇଥିବା କଥାକୁ ବିଶ୍ୱାସ କରନ୍ତୁ ନାହିଁ। ବିଶ୍ୱାସ ଓ ଭରସା ଯଦି ଭଗବାନଙ୍କ ଉପରେ ଅଛି, କପାଳରେ ଯାହା ଲେଖା ହୋଇଛି ତାହା ପାଇବେ। ଯଦି ଏହି କଥାବସ୍ତୁଟି ଆପଣଙ୍କୁ ଭଲ ଲାଗିଲା ତେବେ ଭିଡ଼ିଓଟିକୁ ଗୋଟେ ଲାଇକ୍ କରି ଚ୍ୟାନେଲଟିକୁ ସବସ୍କ୍ରାଇବ୍ କରିଦେବେ। ଜୟ ଜଗନ୍ନାଥ।